ପାରଳାଖେମୁଣ୍ଡି ବାର୍ ଆସୋସିଏସନର ନିର୍ବାଚନ ଅନୁଷ୍ଠିତ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବାର୍ ଆସୋସିଏସନର ନିର୍ବାଚନ ହୋଇ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ବାର୍ ଆସୋସିଏସନର ସଭାପତି ଭାବେ ରାମକୃଷ୍ଣ ନାୟକ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଶିବପ୍ରସାଦ ପାଣିଗ୍ରାହୀ ଏବଂ ସମ୍ପାଦକ ଭାବେ କାଶୀନାଥ ଦାସ ନିର୍ବାଚିତ ହୋଇଛନ୍ତି। ମୁଖ୍ୟ କରି ସଭାପତି, ଉପସଭାପତି ଓ ସମ୍ପାଦକ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ଅନ୍ୟାନ୍ୟ ପଦବୀଗୁଡ଼ିକରେ ପ୍ରତିଦ୍ୱନ୍ଦିତା ନଥିବା ଯୋଗୁଁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇସାରିଛନ୍ତି। ଏହି ନିର୍ବାଚନ ପାଇଁ ଗତ କିଛିଦିନ ହେଲା ସରଗରମ ଲାଗି ରହିଥିଲା। ସୂଚନା ପ୍ରକାରରେ ସଭାପତି ପଦବୀ ପାଇଁ ରାମକୃଷ୍ଣ ନାୟକ ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ହୀରାଚାନ୍ଦ ପଟ୍ଟନାୟକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ସେଥିରୁ ରାମକୃଷ୍ଣ 85 ଖଣ୍ଡ ଭୋଟ, ହୀରାଚାନ୍ଦ 22 ଖଣ୍ଡ ଭୋଟ ପାଇଥିଲେ। ସେହିପରି ଉପସଭାପତି ପାଇଁ ନୀଳମାଧବ ଅଧିକାରୀ ଓ ଶିବପ୍ରସାଦ ପାଣିଗ୍ରାହୀଙ୍କ ମଧ୍ୟରୁ ଶିବପ୍ରସାଦ ପାଣିଗ୍ରାହୀ 55 ଖଣ୍ଡ ଭୋଟ ପାଇଥିବା ବେଳେ ନୀଳମାଧବ ଅଧିକାରୀ 53 ଖଣ୍ଡ ଭୋଟ ପାଇଛନ୍ତି। ସମ୍ପାଦକ ପଦବୀ ନିମନ୍ତେ ଆର୍ ବାବୁରାଓ ଓ କାଶୀନାଥ ଦାସଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ କାଶୀନାଥ ଦାସ 73 ଖଣ୍ଡ ଭୋଟ ପାଇଥିବା ବେଳେ ଆର୍ ବାବୁରାଓ 34 ଖଣ୍ଡ ଭୋଟ ପାଇଥିବା ଜଣାପଡ଼ିଛି। ସେହିପରି ଯୁଗ୍ମ ସମ୍ପାଦକ ଶିବ କୁମାର ଏଡାଲା, କୋଷାଧ୍ୟକ୍ଷ ସନ୍ଦୀପ କୁମାର ପଟ୍ଟନାୟକ, ଲାଇବ୍ରେରିଆନ ଭାବେ ରଘୁନାଥ ପାତ୍ର ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଅଶୋକ କୁମାର ଅଧିକାରୀ, ବେହେରା ଚନ୍ଦନ କୁମାର, ଗାଗାରିନ ଶବର, ପାଣ୍ଡି ବିଶ୍ୱନାଥ, ସତ୍ୟନାରାୟଣ ପାଢ଼ୀ ଓ ଶଶାଙ୍କ ଶେଖର ସାବତ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଥିବାରୁ ଜଣାପଡ଼ିଛି। ନିର୍ବାଚନ ଅଧିକାରୀ ଭାବେ ମଳୟ ମାଧୁରୀ ତ୍ରିପାଠୀ ଏବଂ ଉପନିର୍ବାଚନ ଅଧିକାରୀ ଭାବେ ଗିରିଜା ପଟ୍ଟନାୟକ ମନୋନୀତ ହୋଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିଥିଲେ। ସମସ୍ତ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଜିଲ୍ଲା କୋର୍ଟର ସମସ୍ତ ବିଚାରପତି ଓ ସମସ୍ତ ଓକିଲ शुभेच्छा ज्ञापन କରିଛନ୍ତି। ଆଡଭୋକେଟ ପାରଳାଖେମୁଣ୍ଡି ବାର୍ ଆସୋସିଏସନ ଏଥର ମୁଁ ଉପସଭାପତି ନାମରେ ପ୍ରତିଦ୍ୱନ୍ଦିତା କରିଥିଲି, ଜିତିଲି। ମୁଁ ମୋର ଜିତା ନାହିଁ, ଏଇଟା ଆମର ସବୁ ଆଡଭୋକେଟ ଭାଇମାନେ ମୋତେ ଯେଉଁ ସମର୍ଥନ କଲେ ସେଥିରେ ମୁଁ ଜିତି ପାରିଲି। ଆଉ ଗୋଟିଏ ଜିନିଷ କହିବାର ଅଛି, କ'ଣ ମାନେ ଆମ ବାର୍ଟା ପ୍ରକୃତରେ ଟିକେ ଅସୁବିଧା ୱିକ୍ ଅଛି। ମାନେ ବହୁତ ଆଡଭୋକେଟ ମରିଯାଇଛନ୍ତି, ଆଉ କେତେ ଆଡଭୋକେଟ ନାହାନ୍ତି, କେତେ ଆଡଭୋକେଟ କୁଆଡ଼େ ଅଛନ୍ତି। এটা ପୁରୁଣା ଜାଗା ବୋଲି ଚଳେ। ପାରଳାଖେମୁଣ୍ଡିରେ ପୁରୁଣା ଜାଗା। ପାରଳାଖେମୁଣ୍ଡିରେ ବହୁତ ଇମ୍ପ୍ରୁଭମେଣ୍ଟ ଦରକାର। ସୋସାଇଟି ଚାହୁଁଛନ୍ତି କେମିତି ବୁଦ୍ଧିଜୀବୀ ମାନେ ଆଗକୁ ଆସନ୍ତୁ। ବୁଦ୍ଧିଜୀବୀ ମାନେ ଆଗକୁ ଆସିଲେ ହିଁ ଆଉ ପାରଳାଖେମୁଣ୍ଡିର ସମୟ ଉନ୍ନତି ହେବ। ଆପଣ ଦେଖନ୍ତୁ ଏବେ ପାରଳାଖେମୁଣ୍ଡିରେ ରାସ୍ତାଘାଟ ଦେଖନ୍ତୁ, ରାସ୍ତାଘାଟ ଅବସ୍ଥା କହିଲେ ନ ସରେ। ଏତେ ଅସୁବିଧା ଯେ କହିବେ ନାଳ ନର୍ଦ୍ଦମା ବୁଲୁଛି, କୁକୁର ଗଣ୍ଡେ ବୁଲୁଛନ୍ତି ବାହାରେ, ଆଉ ବିଭିନ୍ନ ପ୍ରକାର ଟ୍ରାଫିକ ଆକ୍ସିଡେଣ୍ଟ ମାନେ ହେଉଛି। ଏ ସବୁ ଯାକ ଅସୁବିଧା ରହୁଛି। ଆମେ ଗୋଟେ ଓକିଲ, ଆମେ ବୁଦ୍ଧିଜୀବୀ, ଯଦି ଆମେମାନେ ସମାଜ ପାଇଁ କିଛି ନ ଲଢ଼ିବା, ସମାଜ ପାଇଁ କିଛି କରିବାନି। ଆଉ ଗୋଟେ ମୋର ମେନ୍ ହେଉଛି, ଆମେ ଚାହିଁଲେ ମୁଁ କିଛି କରିପାରିବା ନ କରିବା ଅଲଗା କଥା। ଆମେ ଚାହୁଁଛୁ କିଛି ପଲିଟିକାଲ ଲିଡରକୁ ଏଥିରେ ଇନଭଲ୍ଭ କରିବା ମୁଁ ଚାହୁଁଛି। ମୋର ଅନୁମାନ ହେଉଛି କ'ଣ, ଆମର ପ୍ରେଜେଣ୍ଟ ଏମଏଲଏ ଅଛନ୍ତି ମାନନୀୟ ଇଞ୍ଜିନିୟର ରୂପେଶ ପାଣିଗ୍ରାହୀ ବାବୁ, ଆଉ ସେମିତି ଆମର ଏକ୍ସ ଏମଏଲଏ ନାରାୟଣ ରାଓ ବାବୁ, ପ୍ରେଜେଣ୍ଟ ଏମପି ପ୍ରଦୀପ ପାଣିଗ୍ରାହୀ ବାବୁ, ସେମିତି ଆମର ବର୍ତ୍ତମାନ ବହୁତ କଂଗ୍ରେସ ଦାଶରଥୀ ଗମାଙ୍ଗ ଥିଲେ ଅଛନ୍ତି, ମୁଁ କହିପାରିବିନି। ତ ତାଙ୍କୁ ମଧ୍ୟ ଆମେ ସମର୍ଥନ କରୁଛୁ। ଏମିତି ସମସ୍ତଙ୍କୁ ଡାକିକି ଆମ ବାର୍ଟାକୁ ଇମ୍ପ୍ରୁଭ କରିବା ପାଇଁ ଦେଉଛୁ। ଆଉ ଏ ବର୍ଷ ପ୍ରଥମ ଟାସ୍କ ହେଉଛି ଯେ ଆମର ବାର୍ଟା ଏଇଠୁ ଝିପିକି ଅନ୍ୟ ଜାଗାକୁ ଯିବ। ସେଇଟା ମଧ୍ୟ ବିଭିନ୍ନ ପ୍ରକାର ଟାସ୍କ ରହିଛି ଆମର। କରେଣ୍ଟ କେମିତି ବିଲ୍ ବନ୍ଧା ହେବ, ଇଏ କେମିତି ବନ୍ଧା ହେବ, ଲୋକମାନେ କେମିତି ଆସିବେ, ଲୋକମାନେ କେମିତି ଫିଲ୍ କରିବେ ଯେ ଆମ ଆଡଭୋକେଟ ମାନେ ସେମାନେ କେମିତି ସାହାଯ୍ୟ କରୁଛନ୍ତି, ସହାନୁଭୂତି ଦେଖାଉଛନ୍ତି। ସେଇଟା ପାଇଁ ଆମକୁ କୋର୍ଟ ଗୋଟେ ବାର୍ ଗୋଟେ ତିଆରି କରିଦେଇଛି। ସେ ବାର୍ଟା ଏଇ ବର୍ଷ ମାନେ ଆମେ ପଳେଇ ଯିବୁ ସେଠିକି, ସେଇଠି ଯାଇକି ଡେଭଲପମେଣ୍ଟ କରିବୁ। ଆମେ ଚାହୁଁଛୁ ଯେ ଯେଉଁମାନେ ଜିତିଛନ୍ତି ନିର୍ବାଚନ ପ୍ରାର୍ଥୀ, ଯେଉଁମାନେ ଏମଏଲଏ ସବୁ ଯାଇଛନ୍ତି, ସେମାନେ ଆମ ବାର୍କୁ କିଛି ସମର୍ଥନ କରିବାକୁ ପଡିବ। ଯେ ଆମେ ମାନେ ଉନ୍ନତି, ବାର୍ ଉନ୍ନତି ହେଲେ ଆଉ ଆଡଭୋକେଟ ଉନ୍ନତି ହେଲେ, ଆଡଭୋକେଟ ଉନ୍ନତି ହେଲେ ସମାଜର ଉନ୍ନତି ହେବ। ଏଇଆ ହିଁ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ମୁଁ ଦେଇପାରିବି। ମୁଁ କାଶୀନାଥ ଦାସ ସମ୍ପାଦକ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦିତା କରୁଥିଲି। ବହୁ ଭୋଟରେ ବିଜୟ ହୋଇଥିବାରୁ ମୁଁ ଆଜି ପାରଳାଖେମୁଣ୍ଡି ବାର୍ ଆସୋସିଏସନର ସମସ୍ତ ସଭ୍ୟକୁ ଧନ୍ୟବାଦ ଜ୍ଞାପନ କରୁଛି। ସାର୍, ଆପଣଙ୍କର ଜିତିଲା ପରେ କ'ଣ ସବୁ ମୁଖ୍ୟ ଭୂମିକା ରହିବ, କ'ଣ କରିବେ? ବର୍ତ୍ତମାନ ଆମର ନୂଆ ବାର୍ ରୁମ୍ ତିଆରି ହେଇସାରିଛି, ତା ଉନ୍ମୋଚନ କରିବା ଆମର ପ୍ରଥମ ଲକ୍ଷ୍ୟ ରହିବ। ଆଉ କାରଣ ସେଇ ପାରଳାଖେମୁଣ୍ଡି ବାର୍ ତ କ୍ୟାଣ୍ଟିନ୍ ଗୋଟେ ବର୍ତ୍ତମାନ ବନ୍ଦ ହେଇ ରହିଛି, କ୍ୟାଣ୍ଟିନ୍କୁ କେମିତି ଉନ୍ମୋଚନ ସେଟା ପାଇଁ ମଧ୍ୟ ମୁଁ ଦୃଷ୍ଟି ଆକର୍ଷଣ କରିବି। ଆଉ ଆମର କୌଣସି ପ୍ରକାରର କେତେ ଜର୍ଜ ନାହାନ୍ତି କି ଇଏ ଟ୍ରାନ୍ସଫର ହେବ, ଏ ମଝିରେ ଯାହା ହେବ ତା ପୂରଣ କରିବି ବୋଲି ମୁଁ ଆଜି ଆପଣମାନଙ୍କର ଇଏରେ ମୁଁ ପ୍ରତିଶ୍ରୁତି ଦେଉଛି। ସାଧାରଣ ଲୋକମାନଙ୍କ ପାଇଁ କ'ଣ ସବୁ କର୍ତ୍ତବ୍ୟ ରହିବ? ପାରଳାଖେମୁଣ୍ଡି ଏକ ପଛୁଆ ଗାଁ, ଏଠି ବହୁତ ସମସ୍ୟା ଅଛି, କିନ୍ତୁ କୌଣସି ପ୍ରକାରର ସରକାର ପଦକ୍ଷେପ ନେଉନାହାନ୍ତି। ତା ବିରୁଦ୍ଧରେ ଆଗାମୀ ଦିନରେ ଆମେ ଆନ୍ଦୋଳନ ଜାରି ରଖିବୁ। ମୁଁ ରାମକୃଷ୍ଣ ନାୟକ, ଆଡଭୋକେଟ, ପାରଳାଖେମୁଣ୍ଡି ବାର୍ ଆସୋସିଏସନର। ଆଜି ଆମର ଯେଉଁ ବାର୍ ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେଥିରେ ମୁଁ ସଭାପତି ଭାବେ ପ୍ରତିଦ୍ୱନ୍ଦିତା କରିଥିଲି। ଆଉ ସେଥିରେ ମୁଁ ଆଜି ବିଜୟ ଲାଭ କରିଛି। ଆଉ
ଆମର ଯେଉଁ 12 ସଦସ୍ୟମାନେ ମୋତେ ବିପୁଳ ପରିମାଣରେ ଭୋଟ ଦେଇ ନିଯୁକ୍ତ କରାଇଛନ୍ତି, ସେଥିପାଇଁ ତାଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରିବାକୁ ଚାହୁଁଛି। ଆଉ ପାଳାଖେମୁଣ୍ଡି ଆଗାମୀ ଦିନରେ ଆମ ଓକିଲମାନଙ୍କର ଯେଉଁ ମୌଳିକ ଅସୁବିଧା ଗୁଡ଼ିକ ଅଛି ତା ଦୂର କରିବା ଦିଗରେ ମୁଁ କାର୍ଯ୍ୟ କରିବି ଏବଂ ତା ସହିତ ପାଳାଖେମୁଣ୍ଡିର ମଧ୍ୟ କେତେ ଗୁଡ଼ିଏ ଅସୁବିଧା ରହିଛି ସେଗୁଡ଼ିକୁ ମଧ୍ୟ ଦୂର କରିବା ଦିଗରେ ଚେଷ୍ଟା କରିବି। ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।